জয় জয় জগন্নাথ ব্রহ্মাণ্ড ঈশ্বর মশারি বইরে হসুছি শিব পতিত পাবন পাই নব কলে বর মশারি বইরে হসুছি শিব জয় জয় জগন্নাথ পরম পুরুষ মশারি বইরে হসুছি শিব জয় জগন্নাথ স্বয়ং বিদ্যবাস মশারি বইরে হসুছি শিব জয় জগন্নাথ সংসার রক্ষক মশারি বইরে হসুছি শিব জয় জগন্নাথ বস্ত্র ভক্ষক মশারি বইরে হসুছি শিব বান্ধব হয়ে পুরাণ পুরুষ মশারি বইরে হসুছি শিব সত্যনারায়ণ তুমি বিদ্যবাস মশারি বইরে হসুছি শিব মশারি বইরে হসুছি শিব সূর্যা আজ্ঞা সারি রাজা হরিশ্চন্দ্র স্ত্রী হেলা হেলা পুଅ ସାଙ୍ଗରେ হেলা হেলা ଅଯୋଧ୍ୟାକୁ ଦାନ ଦେଇଦେଲା 1000 ଟଙ୍କା ସୁବର୍ଣ୍ଣ ମୁଦ୍ରା ଦକ୍ଷିଣା ଦିଆହବ କହିଲା ଗୋଟେ ମାସ ସମୟ ଦିଅ ମୁଁ ଚନ୍ଦ୍ରଶେଖର ମହାଦେବ ଯୋଉ କାଶୀ ବିଶ୍ୱନାଥ ଅଛନ୍ତି হেলা হেলা ସେଇଠିକି ବାବାଜୀ ଆସିବ ମୁଁ ନିୟମ କରିକି କହୁଛି ସେଇଠି ତମକୁ 1000 ଟଙ୍କା ଦେଇଦେବି ଦେଇଦେବି ରାଜା ହରିଶ୍ଚନ୍ଦ୍ର ଆଜ୍ଞା ସ୍ତ୍ରୀ ଆଉ ପୁଅକୁ ସାଙ୍ଗରେ ନେଇ ନେଇ ଚନ୍ଦ୍ରଶେଖର ବିଶ୍ୱନାଥ ମନ୍ଦିର ପାଖରେ ପହଞ୍ଚିଲେ ଯେତେ ଚେଷ୍ଟା କରୁଛନ୍ତି 1000 ଟଙ୍କା ଆଦାୟ କରି ପାରୁନାହାନ୍ତି ନାଇଁ 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 ଦିନ ପରେ ଦିନ ଗଡ଼ିଗଲାଣି 29 ଦିନ ଚାଲିଗଲାଣି ମାତ୍ର ଆଉ ଗୋଟିଏ ଦିନ ବାକି ହରିଶ୍ଚନ୍ଦ୍ର ରାଜା ପାଖରେ ଟଙ୍କାଟେ ନାହିଁ ନା 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 ଏକ ଏକ କରି ଉର୍ଣ୍ଣ ବିଂଶ ବିଭାବରୀ ମୋ ବାୟା ମନ ଏକ ଏକ କରି ଉର୍ଣ୍ଣ ତ୍ରିଂଶ ବିଭାବରୀ ମୋ ବାୟା ମନ ଭାତ ସମୀର ଯାଏ ପଦାଘାତ କରି ମୋ ବାୟା ମନ ଭାଇମାନେ 29 ଦିନ ହେଲାଣି ହରିଶ୍ଚନ୍ଦ୍ର ପାଖରେ ଟଙ୍କାଟେ ନାହିଁ ନା 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 ଆଉ ଗୋଟିଏ ଦିନ ବାକି ଅଛି ଏ ଗୋଟିଏ ଦିନ ପୂର୍ଣ୍ଣ ହେଲେ 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 ବିଶ୍ୱାମିତ୍ରକୁ 1000 ଟଙ୍କା ଦେବାକୁ ବାଧ୍ୟ ହବ ଗଙ୍ଗା ନଦୀ କୂଳରେ ବସିଛି ରାଜା ହରିଶ୍ଚନ୍ଦ୍ର ଏ ସୂର୍ଯ୍ୟ ବଂଶର ରାଜା ହରିଶ୍ଚନ୍ଦ୍ର ଗଙ୍ଗା ନଦୀଟା ହଉଛି ସୂର୍ଯ୍ୟ ବଂଶର କୀର୍ତ୍ତି ଆଜ୍ଞା ଆଜ୍ଞା ଭଗୀରଥ ଗଙ୍ଗାକୁ ଆଣିଲା ବୋଲି ଗଙ୍ଗା ନାଁଟା ଭାଗୀରଥୀ ନୁହଁ ନିଜ ବଂଶର ନଦୀଟା ବହି ଯାଉଛି ହେଲା ହେଲା ହରିଶ୍ଚନ୍ଦ୍ର ରାଜା ଅନଉଛି ହେଲା ହେଲା ମନେ ମନେ ବିଚାର କରୁଛି 29 ଦିନ ଗଲାଣି ଟଙ୍କାଟେ ରୋଜଗାର କରିପାରିଲେନି ମତେ ଗଙ୍ଗା ନଦୀର ଜଳ ଢେଉ ମାରୁନି ଯେ ଉପହାସ କରୁଛି କଲା ଜାହ୍ନ ବୀର କଳ କରିଲାଧିକାର
ରାତି ପାଇଲେ ମାସେ ପୂରଣ ହବ, ପଇସା ଟଙ୍କାଟେ ଆଇଲେନି। ନା 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 କହିଲା ଏ ଲାଗି ଆସିବେ ଋଷି ଇ ଦକ୍ଷିଣାର ପାଇଁ। କି ବୁଦ୍ଧି କରିବି କାଣି କଉଡ଼ିଟେ ନାହିଁ। କହିଲା କ'ଣ କରିବି, ବାବାଜୀ ତ ଏଇ ଲାଗେ ଆସିବେ, ମାସେ ପୂରଣ ହେଇଯାଉଛି, ଦକ୍ଷିଣା ମାଗିବେ, ମୋ ପାଖରେ ତ କାଣି କଉଡ଼ିଟେ ନାହିଁ, ନାହିଁ କୋଉଠୁ ଆଣିବି? ଏକାଳେ ଦିଶିଲା ତେଜ ମୟ ଅପଘନ ମାୟା କାଳି ତ ଗହଳି ଛଟାରେ ଦିଶେ ଅପଘନ। ଠିକ ଏତିକି ବେଳେ ହେଲା କ'ଣ? ଦୁର୍ବାର ରୂପକୁ ନେଇ ବିଶ୍ୱାମିତ୍ର ବାବାଜୀ ପହଞ୍ଚି ଯାଇଛନ୍ତି ରାଜା ହରିଶ୍ଚନ୍ଦ୍ର ଆଗରେ। କହିଲା ଦାନ ରାଜା, ତୁମେ ଦେଇଥିବା ସମୟ ବର୍ତ୍ତମାନ ହେଇଯାଇଛି, ଦାନ ବର୍ତ୍ତମାନ ଦକ୍ଷିଣଟା ଦିଅ। ଦାନ ଚାରଣା ନାହିଁ ମୋ ପାଖରେ। ଆଉ ତମେ ସତ୍ୟ କରୁଛ ମାନେ ଦବାକୁ ପଡିବ ରାଜା। ଅସ୍ୱସ୍ଥ ଛେଦି ପିତୃମାତୃଘାତୀ ଦତାପହାରୀ ସୂତା ବିକ୍ରୟଞ୍ଚ ଚତ୍ୱାରି କର୍ମ ହରେ ଯେ ନିତ୍ୟ ନମୁଞ୍ଚ୍ୟତେ ପାପ ଚତୁର୍ଯୁଗାଣି। କହିଲା ମୋର କିଛି ଶୁଣିବାର ନାହିଁ, ତୁ କହିଥିଲୁ ଦାନ ଦେବୁ, ତୋ ଇଚ୍ଛା, ଦକ୍ଷିଣା ଦକ୍ଷିଣା ଦେଲେ ଦେବୁ ନ ଦେଲେ ନାହିଁ। ପୁରଣ ଗାଁରେ ପାଲା ହଉଛି, ମୋ ପାରିଶ୍ରମିକ ଯେତେ ତୁଟିଛି ଆଜ୍ଞା ଆଜ୍ଞା ମୁଁ ନିଶ୍ଚିତ ବାପାଲୋ ସେତିକି ନେବି। ତା ବାଦ ଜଜମାନଙ୍କୁ କହିବି ତମ ପିଲାର ମଙ୍ଗଳ ପାଇଁ ପାଲା ଗାଉଛି, 5 ଦିନ ହେଲା ପାଲା ହେଲାଣି, ତମେ ବ୍ରାହ୍ମଣକୁ ଟଙ୍କା 2-4 ହଜାର ଦିଅ। ଦିଅ ଦିଅ। ତାଙ୍କ ଇଚ୍ଛା ହେଲେ ସେ ଦେବେ, ଇଚ୍ଛା ନହେଲେ କ'ଣ ଦେବେ? ଆଜ୍ଞା ସେଥିରେ କ'ଣ ବହିନା ଛିଣ୍ଡିଛି? ସେଇଟା ଉପର ମହଲା କଥା। ଅସ୍ୱସ୍ଥ ଛେଦି ଯୋଉ ମଣିଷ ଓସ୍ତ ଗଛର ଡାଳ ଭାଙ୍ଗି ହେଲା 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 ତା ବୁପା ମୁଣ୍ଡ ଛିଣ୍ଡେଇବା ଯାହା, ଓସ୍ତ ଗଛର ଡାଳ ଭାଙ୍ଗିବା ସେଇଆ। ତେଣୁ ଅସ୍ୱସ୍ଥ ଛେଦି ପୁରାଣରେ ମହାପାପ। ଆଜ୍ଞା ଆଜ୍ଞା। ଓସ୍ତ ଗଛ ଡାଳ ପିଲେ କେବେ ବିନା କାରଣରେ ଭାଙ୍ଗିବନି। ନାଇଁ 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 ନାଇଁ। ଆଉ ତମ ଘର କଡ଼ରେ ଓସ୍ତ ଗଛଟେ ଥବ, ତମେ ଘର ତିଆରି କରିବ, ଓସ୍ତ ଗଛ ଡାଳ ଲମ୍ବିଛି, କାଟିବନି? ଘର କେମିତି କରିବ? ତେଣୁ ବିନା କାରଣରେ ଆଜ୍ଞା ଆଜ୍ଞା ଓସ୍ତ ଗଛ ଡାଳ କେବେ ଭାଙ୍ଗିବନି। ଭାଙ୍ଗିବନି। 2ରେ ପିତୃ ମାତୃ ଘାତୀ। ଘାତୀ ବାପା ଆଉ ମା, ବାପା ମାକୁ ହେଲା ହେଲା ଜୀବନରେ କେବେ ବି ଆଘାତ ଦବନି। ଦବନି। କାହିଁକି ନା ତମ ମା ହଉଛି ତମ ବଡିର ଲିଭର। ତମ ମା ତମ ବଡିର ଲିଭର। ଆଜ୍ଞା
ତମ ବାପା ତମ ବଡିର ସ୍ପାଇନାଲ କର୍ଡ ମେରୁଦଣ୍ଡ ହଉଛି ତମ ବାପା। ଯେଡେ ଗରିବ ବାପାଟେ ହେଇଥାଉ ଆଜି ମଟନ ଟିକେ ଘରକୁ ଆଣିଛି। ଯୋଉଦିନ ଘରକୁ ମାଛ ଟିକେ କି ମଟନ ଟିକେ ଆସିବ ସେଦିନ ଦେଖିଥିବେ ଘରେ ପିଲାମାନଙ୍କୁ ପ୍ରବଳ ଭୋକ ହବ। ଆଜ୍ଞା ମା ଦଉନୁ ଦିଟା ଭାତ। ଯୋଉଦିନ ସନ୍ତୁଳା ହେଇଥିବ ମା ଡାକୁଥିବ ଆରେ ଆସୁନୁ ଖାଇବୁ। ମତେ ଭୋକ ହଉନି। ଯୋଉଦିନ ମାଛ କି ମଟନ ଟିକେ ଆସୁଥିବ ପୁଅ ଡାକୁଥିବ ମା ମତେ ଦଉନୁ। ଦି ମା ମା ଦେଇ ଚାଲିଥିବ ପିଲାକୁ। ପିଲାମାନେ ଖାଇକି ଚାଲିଯିବେ ଘରେ ଆଉ କିଛି ନଥିବ। ଭାତ ମୁଠେ ଆଣି ପିଲା ଛାଡି ଯାଇଥିବା ଶଙ୍କୁଡିରେ ମା ମା ସେ ଭାତ ମୁଠାଟା ଗୋଳେଇ ଦେଇକି ଆରାମରେ ଖାଇଦବ। ବାପା ମୂଲ ଲାଗିକି ଆସିଲା ବେଳକୁ ଆଉ କିଛି ନଥିବ। ସ୍ତ୍ରୀ କହିବ ଏ ଲୁଣ ଟିକେ ଲଙ୍କା ଟିକେ ରସୁଣ ଟିକେ ଦିଅ ମୁଁ ଦଳି ଦେଇକି ମୁଠେ ଭାତ ଖାଇଦେବି। କିନ୍ତୁ ବାପାର ମନଟା ସେଦିନ ଏତିକି ଆନନ୍ଦ ବ୍ରହ୍ମା ବି କଳ୍ପନା କରିପାରିବନି। ସେଇଦିନ ବାପା ମନେ ମନେ ଭାବିବ ଭଗବାନ ଆଜି କୋଉ ବେଳାରେ ମୋ ଦିନ ପାଇଥିଲା ମୋ ଛୁଆ ମାନେ ଆଜି ସୁଖରେ ମୁଠେ ଖାଇଛନ୍ତି। କିଆ ଯିବି ମୁଁ ମନ୍ଦିର କିଆ ପୂଜିବି ପଥର ମୋ ପାଇଁ ମୋ ବାପା ବୋଉ ଚଳନ୍ତି ଠାକୁର ମୋ ପାଇଁ ମୋ ବାପା ବୋଉ ଚଳନ୍ତି ଠାକୁର ତାଙ୍କ ପାଦ ଧୋଇ ପାଣି ଦେଲେ ପି ତାଙ୍କ ପାଦ ଧୋଇ ପାଣି ଦେଲେ ପି ପାଦୁକ କି ପଞ୍ଚାମୃତ ଲୋଡ଼ା ନାହିଁ ମୋର ପାଦୁକ କି ପଞ୍ଚାମୃତ ଲୋଡ଼ା ନାହିଁ ମୋର କିଆ ଯିବି ମୁଁ ମନ୍ଦିର କିଆ ପୂଜିବି ପଥର ମୋ ପାଇଁ ମୋ ବାପା ବୋଉ ଚଳନ୍ତି ଠାକୁର ମୋ ପାଇଁ ମୋ ବାପା ମା ଚଳନ୍ତି ଠାକୁର ଶ୍ରବଣ କୁମାର ପରି ମୁଁ ହୋଇବି ନିଜ ଦଣ୍ଡେ ପିତା ମାତା ଭାରକୁ ବୋହିବି ଭାରକୁ ବୋହିବି ଭାରକୁ ବୋହିବି ଉଡ଼ାଇବି ଧ୍ୱଜା କରି ତାଙ୍କ ପୂଜା ଉଡ଼ାଇବି ଧ୍ୱଜା କରି ତାଙ୍କ ପୂଜା ସେହି ମୋର ବ୍ରହ୍ମା ବିଷ୍ଣୁ ସେହି ମହେଶ୍ୱର ସେହି ମୋର ବ୍ରହ୍ମା ବିଷ୍ଣୁ ସେହି ଦେବୀ କିଆ ଯିବି ମୁଁ ମନ୍ଦିର କିଆ ପୂଜିବି ପଥର ମୋ ପାଇଁ ମୋ ବାପା ବୋଉ ଚଳନ୍ତି ଠାକୁର ମୋ ପାଇଁ ମୋ ବାପା ବୋଉ ଚଳନ୍ତି ଠାକୁର। କହିଲା ସୂର୍ଯ୍ୟବଂଶର ମୁଁ କୁଳାଙ୍ଗାର ଦାନ ଦେଇପାରୁନି। ଠିକ ଏତିକି ବେଳେ ବିଶ୍ୱାମିତ୍ର ବାବାଜୀ ଆସିକି ପହଞ୍ଚିଗଲେ। ରାଜା ଦେଇଥିବା ଟାଇମ ତମର ବିତିଗଲାଣି ରାଜା ବର୍ତ୍ତମାନ ମୋର ଦକ୍ଷିଣା ଦରକାର ଦିଅ। ନାହିଁ ସେମିତି କହିଲେ କେମିତି ହବ ରାଜା ତମେ ସତ୍ୟ କରିଛ ଦାନ ଦେଇଛ ଦକ୍ଷିଣା ନଦେଲେ କେମିତି ହବ? କହିଲା କିଛି ଶୁଣିବିନି ଋଣ ପ୍ରତିଶୋଧ କର। ତାର ଯେ
আর যাবি কত বজার কলা କିଛି ଶୁଣିବିନି କିଛି ଶୁଣିବାର ନାହିଁ ମୋର ଦାନ ଦରକାର ତୁ 1000 ଟଙ୍କା ଦବୁ କହିଛୁ ମତେ 1000 ଟଙ୍କା ଦବୁ ଦବୁ ଯଦି ତୋ ପାଖରେ ପଇସା ନାହିଁ ହଁ ହଁ ତୋ ସ୍ତ୍ରୀ କି ବିକି ବିକି ନହେଲେ ତୋ ପୁଅକୁ ବିକି ବିକି ମୋର ଆପତ୍ତି କିଛି ନାହିଁ ନା 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 ମୁଁ ଦାନ ନେବି ନହେଲେ ତୁ ଯୋଉ ରାଜ୍ୟ ଦେଇଛୁ ଫେରସ୍ତ ଦଉଛି ନେଇଯା ଇଏ ତ କ୍ଷତ୍ରିୟ ହେଲା ଇଏ ତ ଦାନ ଦେଇ ଦେଇଛି ହଁ ଆକୁ ପୁନରାବୃତ୍ତ ଗ୍ରହଣ କରିପାରିବନି ନାଇଁ 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 ଏ ପାଖରେ ତ ଦକ୍ଷିଣା ନାହିଁ ନା 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 କଣ କରାଯିବ ବାବାଜୀ ବିଶ୍ୱାମିତ୍ର କହିଲେ ମୁଁ କହିପାରିବିନି ନା 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 ତୁ ଯଦି ଦାନ ନ ଦେଇ ପାରୁଛୁ ତୋ ପାଖରେ ପଇସା ନାହିଁ ହଁ ତୋ ସ୍ତ୍ରୀ ପିଲାକୁ ବିକି ଦେ ତୋ ସ୍ତ୍ରୀ ପିଲାକୁ ବିକ୍ରୟ କର ବିକି ଦେଇକି ମତେ ଟଙ୍କା ଦେ ତାହେଲେ ଠିକ ଅଛି ଋଷିବର ମୁଁ ଦେଖୁଛି ଆଉ କିଛି ଦିନ ମୋତେ ସମୟ ଦିଅନ୍ତୁ ଜମା ହେଇପାରିବନି ହରିଶ୍ଚନ୍ଦ୍ରଙ୍କ ସ୍ତ୍ରୀ ସଭ୍ୟା ଉତ୍ତର ଦେଲେ ସ୍ୱାମୀ ହଁ ବାବାଜୀ ଠିକ କହିଛନ୍ତି ସ୍ୱାମୀ ହେଲା ଆମେ ଯେତେବେଳେ ଦକ୍ଷିଣା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ହେଇଛେ ହଁ ହଁ ଆମକୁ ଦକ୍ଷିଣା ଦେବାକୁ ପଡିବ ପଡ଼ିବ 1000 ଟଙ୍କା କହିଛନ୍ତି ବାବାଜୀ ହଁ ତମେ ସ୍ୱାମୀ ମୁଁ ସ୍ତ୍ରୀ ହେଲା ମୁଁ ତମର ଅର୍ଦ୍ଧାଙ୍ଗିନୀ ହଁ ମୋ କର୍ତ୍ତବ୍ୟ ମୁଁ 5 ଟଙ୍କା ଦେବି ତମେ 5 ଟଙ୍କା ଦେବ ଠିକ ଅଛି ତାହେଲେ ସ୍ୱାମୀ ସ୍ତ୍ରୀ କର୍ତ୍ତବ୍ୟଟା ପୂର୍ଣ୍ଣ ହେଲା ହଁ ହଁ ଆଉ ତ ବାଟ ନାହିଁ ସ୍ୱାମୀ ହଁ ମତେ 1000 ଟଙ୍କା ଦେବାକୁ ପଡିବ କୁ ହେଲେ ମୋ ଭାଗ 5 ଟଙ୍କା ଦେବି ମୁଁ ହଁ ଠିଆ ହେଲା ସଭ୍ୟ କାଶୀ ରାଜଦାଣ୍ଡରେ ମୁଣ୍ଡରେ ତୃଣପତ୍ର ଗୁଡେଇଲା ହଁ ହଁ ଓଲା ଅବିଳମ୍ବେ ତୃଣପତ୍ର ମସ୍ତକେ ଧରି ବିଳମ୍ବେ ତୃଣପତ୍ର ମସ୍ତକେ ଧରିଲେ ଅବିଳମ୍ବେ ତୃଣପତ୍ର ମସ୍ତକେ ଧରିଲେ କାଶିନୀ କାଶିନୀ ଘୋଷଣା କରିଲେ କାଶିବା से आए काशीबाजी से অবিলম্বে ব্রাহ্মণ आसी काशीबाजी आए काशीबाजी अविलंबे ब्राह्मण आसी ତୃଣପତ୍ରକୁ ଗୁଡେଇଲା ରାଣୀ ସଭ୍ୟା दासी नबो दासी दासी किए नबो दासी ଜଣେ ବ୍ରାହ୍ମଣଟିଏ ପହଞ୍ଚିଲା हाँ କହିଲ ମା हाँ କଣ କହୁଛୁ दासी किए नबो दासी ମୁଁ ନେବି आपण नेबे हाँ ठीक अछि पैसा मते देबे नेबे କେତେ ପଇସା ନେବୁ मात्र 500 टंका ମାତ୍ର 500 500 ଆଉ କମେଇଲେ ହବନି ना आउ कम होला बन 500 दबो दे कुह दासी भी ଦେବି 500 ଟଙ୍କା ମା ताले मु दासी भी दियंतु 500 दियंतु ଆ ମା ମୁଁ ତତେ 500 ଟଙ୍କା ଦେଇ ଦଉଛି हाँ ଆ ମୋ ସାଙ୍ଗରେ ନାଇଁ ନାଇଁ ଟିକେ ରହୁନାହାନ୍ତି ଆପଣ ଯୋଉ 500 ଟଙ୍କା ଦେଲେନି ସେ 500 ଟଙ୍କା ମୁଁ ଜଣକୁ ଦେଇକି ଆସେ ତାପରେ ତମ ସାଥିରେ ଯିବି
কলা তরু বিনা লতা কাহি বঞ্চি কি পারিবা তরু বিনা লতা কাহি বঞ্চি কি পারিবা ভূমিরে লোটি সাউটি সিনাতে মরিব হে সিনাতে মরিব যে যাহাକୁ ଭଲ ପାଇଛି ତରୁ ବିନା ଲତା କେବେ ବଞ୍ଚି ପାରିବ? ନାଇଁ 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 ଗଛ ନହେଲେ ରଞ୍ଜାଟେ ନହେଲେ ଲତାଟା ବଞ୍ଚିବ କି? ନାଇଁ 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 ଭୂଇଁରେ ଲୋଟି ସାଉଁଟି ସିନା ସେ ମରିବ। ମରିବ। କି କରିବି ଗୋ? ଯେ ଯାହାକୁ ଭଲ ପାଇଛି, ଯେ ଯାହାକୁ ପ୍ରେମ କରିଛି, ମୋ ଜୀବନର ମୂଳ ଉତ୍ସ। ହଁ ମୁଁ ପାଲାକୁ ଭଲ ପାଏ। ଆଜ୍ଞା ଆଜ୍ଞା ପାଲା ହଉଛି ମୋ ଜୀବନର ସର୍ବସ୍ୱ। ହଁ ମୁଁ ପାଲାକୁ ବାପା ମାନେ ଛାଡ଼ିକି ବଞ୍ଚି ପାରିବି? ନାଇଁ 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 ମୋ ପୁଅ ମତେ କୋଟିଏ ଟଙ୍କା ରୋଜଗାର କରିକି ଦଉ, ମୋ ଝିଅ ମତେ କୋଟିଏ ଟଙ୍କା ଦଉ, ଧନର ବୈଭବର ସ୍ୱପ୍ନରେ ମୁଁ ସିନା ଭାସିଯିବି, କିନ୍ତୁ ମୋ ହୃଦୟକୁ ଆହ୍ଲାଦ କଣ ଦେଇପାରିବ ସେ ଧନ? ଆଜ୍ଞା ନାଇଁ 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 ମୋ ଜୀବନର ଆନନ୍ଦ ହଉଛି ପାଲା। ବାବୁ ମାନେ କହିଥିଲେ ଟିକେ କୋଇଲି ମାଳିକା ଗାଇବା ପାଇଁ। ହଉ ହଉ ଲୋକନାଥ କରଙ୍କର କୋଇଲି ମାଳିକା। ସାର୍ ପ୍ରଥମ ଦିନଠୁ ଡିମାଣ୍ଡ ଅଛି। ସେଇଦିନ ମୋରି ଭଳି ହଁ ହଁ ଗୋଟେ କଳାକାର ଥିଲା। ସେ କଳାକାର ହଉଛି ଆୟୁଷ୍ମାନ ଭବ, ପ୍ରଭୁ ମଙ୍ଗଳ କରନ୍ତୁ କଲ୍ୟାଣ। ପଇସା କାଇଁ ରହ ମୋ ଖାଲି ପଇସା ପଇସା ହେଇକି ମରିଯାଉଛି। ମୋରି ଭଳି ଗୋଟେ କଳାକାର ଥିଲା, ଥିଲା ଗାୟକ ରତ୍ନ ଲୋକନାଥ କର। ଆଜ୍ଞା ଓଡ଼ିଶାରେ ପାଲା ଗାଇ ଗାଇ ଅତ୍ୟଧିକ ରାତି ଅନିଦ୍ରା ବିଷରେ ଆଜ୍ଞା ଲୋକନାଥ କରକୁ କ୍ୟାନ୍ସର ହେଇଗଲା। କ୍ୟାନ୍ସର ହେଇଗଲା ସାର୍। ଓଡ଼ିଶାର କେଡ଼େ ବଡ଼ ଗାୟକ। ଆଜ୍ଞା ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ନନ୍ଦିନୀ ଶତପଥୀ, ତଥାଗତ ଶତପଥୀ ମା। ଆଜ୍ଞା ଆଜ୍ଞା ବହୁତ କଷ୍ଟରେ ତାକୁ ଭେଲୋର ମେଡିକାଲକୁ ପଠେଇଲେ। ଆଜ୍ଞା 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 ଭେଲୋର ମେଡିକାଲରେ ଲୋକନାଥ କର ପଡ଼ିଛି। ହଁ ଗୋଟେ କୋଇଲିଟେ ଥିଲା, କୁ କୁ କିନି ବୋବେଇ ଦେଲା। କଳାକାର ମାନେ ଟିକେ ଭାବୁକ ନୁହଁ କି? କଳାକାର ମାନଙ୍କ ହୃଦୟ ଭିତରେ ଯେତେବେଳେ ଭାବନା ପଶିଯାଏ, ଆଜ୍ଞା ସେତେବେଳେ ଅନ୍ନ ବି ରୁଚେ ନା। ଲୋକନାଥ କର ମନ ଭିତରେ ଭାବନା ପଶିଗଲା। ହଁ ହଁ କହିଲା ଲୋ କୋଇଲି, ମୁଁ ଗାୟକ ରତ୍ନ ବୋଲି ଓଡ଼ିଶାରେ କହନ୍ତି। ମୁଁ ପାଲା ଗାଇଲା ବେଳେ ଏଇଭଳି ହଜାର ହଜାର ଲୋକମାନେ ଆନନ୍ଦରେ ନିରୀକ୍ଷଣ ଅନୁକ୍ଷଣ କରି ମତେ ବସି ରହିଥାନ୍ତି। ଆଜ୍ଞା ତୁ ମୋରି ଆଗରେ ବୋଭେଇଲୁନି ଯେ ମତେ କମେଣ୍ଟ କଲୁ। ପଦୁଟେ କହୁଛି, କହିଲି ମୁଁ ତ ବଞ୍ଚିବିନି, ନା 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 ମୋର ତ ମରିବା ବେଳ ହେଇଗଲାଣି। ହେଲା ହେଲା ମରିବା ପୂର୍ବରୁ ଚିଠିଟେ ଲେଖିକି ଦଉଛି, କହିଲି ଟିକେ ନେଇକି ମୋ ଗାଁକୁ ଯିବୁ, ଯିବୁ ଚିଠିଟା ମୋ ଗାଁରେ ଟିକେ ଦେଇଦବୁ। ଲେଖିଲା ଲୋକନାଥ କର ଚିଠି। ଆଜ୍ଞା ଆଜ୍ଞା କଲା କୋଇଲି ଲଉଡ଼ି ଯିବୁ ଓଡ଼ିଶାର ଦେଶ
ଯେତିକି ଦିନ ଯାଏ ପାଲା ବଞ୍ଚିତ ହବ ଆଜ୍ଞା ଆଜ୍ଞା ଏ ବ୍ରାହ୍ମଣ ଛୁଆର ଦିପଦ ଚିଠି ଲେଖା ସାରା ଓଡ଼ିଶାରେ ବଞ୍ଚିତ ହବ। ଆଜ୍ଞା ଆଜ୍ଞା ଏ ବ୍ରାହ୍ମଣ ଛୁଆର ଲେଖାକୁ କେହି ଓଡ଼ିଶାରେ କାଟି ପାରିବେନି। ନାଇଁ ନାଇଁ କୋଇଲି ଲଉଡ଼ି ଯିବୁ ଓଡ଼ିଶାର ଦେଶ କହିବୁ ମୋ ଦୁଃଖ ଯାଇ ଗୋପୀନାଥ ପାସଲ ଗୋପୀନାଥ ପାସ ଗୋପୀନାଥ ପାସଲ ଗୋପୀନାଥ ପାସ। କହିଲା ଜୀବନରେ ଆଉ କ'ଣ ଅଛି, ମର୍ଜିବି କହିଲି ଚିଠିଟା ଲେଖୁଛି ମୋ ଗୋପୀନାଥ ପାଖରେ ଚିଠିଟା ଟିକେ ନେଇକି ଦେଇଦେବୁ। ଆଉ କ'ଣ ଜୀବନରେ ନେବିଲ କହିଲି କହିଲି ଲୋ ଖଣ୍ଡ ଖଣ୍ଡ କଟାଏଲା ଦେହ କହିଲି ଲୋ ଖଣ୍ଡ ଖଣ୍ଡ କଟାଏଲା ଦେହ କହିଲି ଲୋ ଖଣ୍ଡ ଖଣ୍ଡ କଟାଏଲା ଦେହ ଖଣ୍ଡ ଖଣ୍ଡ ଦେହଟା କୋଟା ହେଇଗଲାଣି। ଡାକ୍ତର ଗୁଡାକ ପିସ୍ ପିସ୍ କରିକି ମାଂସ ଗୁଡାକ ଦେହରୁ କାଟି ନେଇଯାଉଛନ୍ତି। ହେଲା ଏ ଖଞ୍ଜ ଚରଣ ମତେ କ'ଣ ପାଇଁ ନ ନେଉଛି, ମୁଁ କ'ଣ ପାଇଁ ମରି ନ ଯାଉଛି କହିଲି। କେତେ କଷ୍ଟ ଶୋଇଲୁ କହିଲି, ଆଉ ଶୋଇବାକୁ ବଳ ନାହିଁ ନା କହିଲି ଲୋ ଗଲାଣି ତ ବିତି କହିଲି ଲୋ ଗଲାଣି ତ ବିତି ପାସ କହିଲି ଲୋ ଗଲାଣି ତ ବିତି ମାସ କହିଲି ଲୋ ଗଲାଣି ତ ବିତି কলাকার জীবন দরদি ভাব কলাকার জীবনঠু আর বড় দুঃখ জীবন কার নাই 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 ও আপন কইবে দৈতারি পণ্ডা 24 লক্ষ নউছি কইপারিবি তা জীবনের সুখ ଅଛି না 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 কহিপারিবে দৈতারি পণ্ডা 24 লক্ষ নউছি অপেরা পার্টিরে আজ্ঞা আজ্ঞা সুখ ଅଛି না 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 কইপারিবে অনুভব গোটে ফিল্ম করলে কোটে 15 কি 20 লক্ষ টাকা নউছি আজ্ঞা আজ্ঞা সুখ ଅଛି নাই স্যার কহিপারিবে এ জ্ঞান কানুনକୁ কলাকার জীবন বর্দি পিঁধেলা পরে জীবনের সুখ তার ଅଛି না 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 রাতি পাইলে তো উকিল কাম କରିବାକୁ যাଉଛି আজ্ঞা আজ্ঞা জীবন বিকଳରେ দৌড়ি ধরপড়িକି ଆସିକି ପେଣ୍ଡାଲରେ ପାଲା କରୁଛି ଶ୍ରୀ ଶ୍ରୀ ସତ୍ୟନାରାୟଣ ପାଲାମଞ୍ଚ ପୁରୁଣ ଗ୍ରାମ ଅଦ୍ୟ ରଜନୀର ତୃତୀୟ ଦିନର ପ୍ରଥମ ଚରଣ। ଏହି ଚରଣରେ ପାଲା ପରିବେଷଣ କରୁଛନ୍ତି ସାହିତ୍ୟ
ଜୀବନରେ ନୃସିଂହ ଅବତାର ଥିଲା, ଆଜ୍ଞା କିନ୍ତୁ ମୁଁ ସେ ନୃସିଂହ ନୁହଁ। କଳା ମୋ ଜୀବନର ଆଶା, କଳା ମୋ ଜୀବନର ଭରସା। ଆଜ୍ଞା ଆଜ୍ଞା ଏ ମଞ୍ଚ ଉପରେ ଟିକେ ଠିଆ ହେଇଗଲେ ଶରୀର ଯେତେ କଷ୍ଟ ହଉ ମୋତେ ଆନନ୍ଦ ଲାଗେ। ହେଲା ଯାହା ବି ହଉ ନାହାଳପୁର ଗ୍ରାମବାସୀ ଜଗନ୍ନାଥକୁ ମୁଣ୍ଡିଆ ମାରୁଛି। ଆପଣମାନଙ୍କର କଲ୍ୟାଣ ହଉ, ଆପଣଙ୍କ ଅନୁଷ୍ଠାନ ଦୀର୍ଘଜୀବୀ ହଉ, ହଉ ଆପଣମାନଙ୍କର ମଙ୍ଗଳ ହଉ। ନାରାୟଣ ସତ୍ୟନାରାୟଣ ଆପଣଙ୍କର ସୁଖଦ ବରଦ ହୁଅନ୍ତୁ, ଶୁଭଦ ହୁଅନ୍ତୁ। ଆଜ୍ଞା ଆଜ୍ଞା ସର୍ବମଙ୍ଗଳ ହଉ, ସର୍ବେ ଭୁଲାନନ୍ଦେ। ବାର ହରି ବୋଲ। ଲୋକନାଥଙ୍କର କାନ୍ଦୁଛି, ହେଲା ହେଲା କହିଲା କୋଇଲି ବଞ୍ଚିବିନି ମରିଯିବି। କୋଇଲି ଏ ପାଲାବାଲା ମାନଙ୍କର ଜୀବନର ଆଦର୍ଶ କଣ ରେ? ଖଣ୍ଡେ ଚାମର ଚମରି ଗାଈ ଲାଞ୍ଜ ଖଣ୍ଡେ, ହଁ ଆଉ ଖଣ୍ଡେ ମୟୂର ଲାଞ୍ଜ, ମୟୂର ଚନ୍ଦ୍ରିକା ଗଣ୍ଡେ। ଆଜ୍ଞା ଆଜ୍ଞା ଆମେ ଲାଞ୍ଜ ଖଣ୍ଡେ ଖଣ୍ଡେ ପାଲାବାଲା ଧରିକି ବୁଲୁଛୁ। ତାରି ମୂଳରେ ହେଲା ମୂଳ ହଉଛି ଘନଶ୍ୟାମ ହଁ ନାରାୟଣ। ନାରାୟଣକୁ ଯିଏ ସେବା କରେ ଆଜ୍ଞା ସେ ସୁଖରେ ବଞ୍ଚେ, ସୁଖରେ ବଞ୍ଚେ। ଆଜ୍ଞା ଜଣିଏ କହ କି ନାରାୟଣକୁ ଡାକିକି ସୁଖରେ, ଧ୍ରୁବଠୁ, ପ୍ରହ୍ଲାଦଠୁ, ହଁ ତରଣୀ ସେନଠୁ, ଆଜ୍ଞା ଆଜ୍ଞା ଅଭିମନ୍ୟୁଠୁ ହେଲା ଯିଏ ନାରାୟଣକୁ ଡାକିଛି ହଁ ସେ ସୁଖରେ ବଞ୍ଚୁଛି। ଗାୟକ ରତ୍ନ ମୋ ସାଙ୍ଗଟା ଥିଲା, ମୋ ଡାହାଣ ହାତଟା ଓଡ଼ିଶାରୁ ଛିଣ୍ଡି ପଇଲା। ଗାୟକ ରତ୍ନ ପ୍ରଭାତ ସାହୁ। ଆଜ୍ଞା ଆଜ୍ଞା ନୃସିଂହ ହୋତା ପ୍ରଭାତ ସାହୁ ଯେଉଁ ମଞ୍ଚ ଉପରେ ଠିଆ ହୁଅନ୍ତି ଆଜ୍ଞା ସେ ମଞ୍ଚ ଥରହର ହୁଏ। ହେଲା ଯାହା ବି ହଉ ଏ ଗାଁ ଅନୁଷ୍ଠାନ ମାନିବାକୁ ପଡ଼ିବ। ଏ ପୁରଣ ପାଡ଼ିସାହି ଆଜ୍ଞା ଆଜ୍ଞା ଏତେ ଭଲ ପାଇବା, ଏତେ ଖାଇବା ପିଇବା, ଏତେ ସ୍ନେହ, ଏତେ ସୌହାର୍ଦ୍ଦ୍ୟ ଆଜ୍ଞା ଆଜ୍ଞା ସବୁ ମଞ୍ଚରେ ତା କଳାକାରମାନଙ୍କୁ ମିଳେ ନା। ନାଇଁ 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 କୋଉଠି ଗାଳି, କୋଉଠି ତାଳି। କୋଉଦିନ ଯଦି ମଞ୍ଚଟା ଭଲ ନହେଲା ସେଦିନ କଳାକାର ରାତିରେ ଶୋଇପାରିବନି, ଖାଲି ଗାଳି ଖାଇ ଖାଇ ମରିବ। ଆଜ୍ଞା ଆଜ୍ଞା ଯେଉଁଦିନ କଳା ପରିବେଷଣ ସୁସ୍ଥ ହୋଇଯାଇଛି ହେଲା ସେଦିନ ଏତିକି ତାଳିମାଡ଼ ଖାଇବ ତୋର ହିସାବ ନାହିଁ। ଆଜ୍ଞା ଆଜ୍ଞା କଲା କୋଇଲିଲ ଘନ ଶ୍ୟାମ ପାଦେ ଆଚା କଲି କୋଇଲି ଘନ ଶ୍ୟାମ ପାଦେ ଆଚା କଲି କୋଇଲି ଘନ ଶ୍ୟାମ ପାଦେ ଆଚା କଲି କୋଇଲି ଘନ ଶ୍ୟାମ ପାଦେ ଆଚା କଲି ହୋଟଲ ଗାଇଲା ବିଭୁ ହୋଟଲ ଗାଇଲା ବିଭୁ କି ଦୁଃଖ ପାଇଲି ଲୋ କି ଦୁଃଖ ପାଇଲି କି ସୁଖ ପାଇଲି ଲୋ କି ସୁଖ ପାଇଲି। ପଡ଼ି ଯାଇଛି ଲୋକନାଥ କର ଗାୟକ କାନ୍ଦି କାନ୍ଦି କୋଇଲିକି କହୁଛି, କହିଲା କୋଇଲି, କହିଲା କୋଇଲିଲ ଉଠିବାକୁ ନାଇ କୋଇଲି ଉଠିବାଦ ଅଙ୍ଗେ ବାଳ ନାହିଁ କୋଇଲି ଉଠିବାଦ ଅଙ୍ଗେ ବାଳ ନାହିଁ କୋଇଲି ଉଠିବାଦ ଅଙ୍ଗେ ବାଳ
ଅଞ୍ଚଳରେ ଚୌପଡ଼ା ଖଣ୍ଡୋଳ ଆଜ୍ଞା ପୋଖରୀ ଗାଁ ହଁ ମହାନ୍ତି ପାଟଣା ହେଲା ସଭାମୂଳୁ ଠୁ ଆରମ୍ଭ କରି ଆଜ୍ଞା 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 ପ୍ରାୟ ସବୁ ମାଂସ ମୋର 2 ଥର 3 ଥର ଲେଖେ ସରିଲାଣି। ହେଲାଣି ମୁଁ ଯଦି ମରିଯାଏ ଏ ଅଞ୍ଚଳ ଦିନେ ନା ଦିନେ ମନେ ପକେଇବ ନୃସିଂହ ହୋତା ବୋଲି ଗୋଟେ ଗାୟକ କିଏ ଥିଲା, ଆଜ୍ଞା 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 ସେଇଭଳିଆ ପାଲା କର। ପାଲା ସେଇଭଳିଆ ହବା ଦରକାର। ଆଜ୍ଞା ଆଜ୍ଞା 5 ଦିନ ତ ପାଲା, ଗୋଟାଏ ଦିନ ତ ବାଢିଲେ ତତେ ଖାଇଦେଇକି ପଳେଇବି। ହଁ ଏ ଓଡ଼ିଶା କ'ଣ ଜାଣିନି? ମୁଁ ଛାଡ଼ି ଦେଇଛି କ୍ୟାପ୍ଟେନ୍ ସୂର୍ଯ୍ୟ କୁମାର ଯାଦବ, ଛାଡ଼ି ଦେଇଛି ତିଲକ ବର୍ମା ଖେଳୁ ହଁ ଖେଳେ। କେତେ ବାଡ଼ଉଛୁ ବାଡ଼ା ତୋର 10 ପାହାରେ ଯେତିକି ହଁ ମୋର ପାହାରେ ସେତିକି। ହେରି କଲା କୋଇଲି ଲୋ ଚିଲିକା ଗୋଳରେ ହରି ପୋରା ଏ କୋଇଲି ଲୋ ଚିଲିକା ଗୋଳରେ ହରି ପୋରା କୋଇଲି ଲୋ ଚିଲିକା ଗୋଳରେ ହରି ପୋରା କୋଇଲି ଲୋ ଚିଲିକା ଗୋହରି ହରି ପୋରା କଲା କୋଇଲି ଲୋ 6 ମାସେ ଶିଖିଥିଲି ପାଲା କୋଇଲି ମାସେ ଶିଖିଥିଲି ପାଲା କୋଇଲି ମାସେ ଶିଖିଥିଲି ପାଲା କୋଇଲି ମାସେ ଶିଖିଥିଲି ପାଲା ଛଇଲ दर्शक बंधु आम प्रोग्रामटी आपको केमती लगला यार मतामत दिंतु लाइक करूँ शेयर करूँ आ हाँ सब्सक्राइब करने को केवे भूलु। रोची नमस्कार।